ଆଜି ମୁଁ ପୋହଳା ମାଛ ତରକାରୀ ଦେଖାଉଛି। ପୋହଳା ମାଛ ଆଗ ନେଇ ଆସିଲି, ଧୋଇ ଦେଇ ଲୁଣ ହଳଦୀ ଗୋଳେଇକି ଟିକେ ଲେମ୍ବୁ ଚିପୁଡ଼ିକି ରଖିଦେଇଥିଲି। ତାପରେ ତାକୁ ଭାଜିଲା ପରେ ଆଉ ଲେମ୍ବୁ ଚିପୁଡ଼ି ଦେଲେ ଆଉ ଭାଜିଲେ ଭାଙ୍ଗିବନି। ତାପରେ ଆଳୁ ଭାଜି ଦେଇକି ରଖିଥିଲି। ତାପରେ ତେଲରେ ଟିକେ ଜିରା ଆଉ ଫୁଟଣ ଆଉ କଞ୍ଚା ଲଙ୍କା ପିଆଜ ପକେଇକିରି ତେଲ ବଘାରି ଦେଲି। ବାଟିଲି ସୋରିଷ ରସୁଣ ଆଉ କଞ୍ଚା ଲଙ୍କା ବାଟିକିରି ରଖିଥିଲି। ତା ଦେହରେ ହଳଦୀ ଗୁଣ୍ଡ ଲୁଣ ଆଉ କାଶ୍ମୀରୀ ଚିଲି ଲଙ୍କାଗୁଣ୍ଡ ବି ସେଇ ସୋରିଷରେ ଗୋଳେଇ ଦେଲି। ତାପରେ ଏପଟରେ ଟମାଟୋ ପକେଇ ଦେଇ ସେ ଆଳୁ ଭାଜିକି ଆଳୁ ରଖିଥିବା ତାକୁ ବି ପକେଇଦେଲି। ଆଉ ସୋରିଷକୁ ତାକୁ ପାଣି ଦେଇକିରି ସେ ସୋରିଷର ପାଣି ଗୁଡ଼ା ଦେଲି, କାହିଁକିନା ସେ ସୋରିଷର ତଳେ ଯେଉଁ ଚୋପା ରହିଯାଏ ସେଗୁଡ଼ା ଭଲ ଲାଗେ ନାହିଁ ତରକାରୀରେ। ତେଣୁ ପକେଇ ଦେଇକିରି ତାପରେ କଷା ସାରିଲା। ତରକାରୀଟା ସିଝିଗଲା ପରେ ମାଛ ପକେଇଲି। ଆଳୁ ଫାଳୁ ସିଝି ସାରିଲା ପରେ ମାଛ ପକେଇଲି। ମାଛ ପକେଇ ସାରିଲା ପରେ ମାଛ ଟିକେ ସିଝିଗଲା ପରେ ଧନିଆ ପତ୍ରଟା ପକେଇ ଦେଇ ବାସ୍ ରେଡ଼ି ହେଇଗଲା ମୋର ପୋହଳା ମାଛ ତରକାରୀ।